ଜୟ ଜଗନ୍ନାଥ। ଦିନେ ଏମିତି ବି ସମୟ ଆସିଥିଲା ମହାପ୍ରଭୁ ହନୁମାନ ନିଜ ଭିତରେ ଥିବା ତାଙ୍କର ବଳ, ନିଜ ଭିତରେ ଥିବା ପରାକ୍ରମକୁ ସେ ଭୁଲି ଯାଇଥିଲେ। ଯେବେ ମାତା ସୀତାଙ୍କୁ ଠାବ କରିବା ପାଇଁ ସମୁଦ୍ର ଆର ପାରିକି ଯିବା ପାଇଁ ସମୟ ଆସିଥିଲା, ସେ ସମୟରେ ଯେତେ ବାନର ଥିଲେ ସମସ୍ତଙ୍କ ଭିତରେ ସେ ଥିଲେ ଶ୍ରେଷ୍ଠ, ସମସ୍ତଙ୍କ ଭିତରେ ସେ ଥିଲେ ବଳଶାଳୀ, କିନ୍ତୁ ସେ ତାଙ୍କ ଭିତରେ ଥିବା ଦକ୍ଷତାକୁ ସେ ଭୁଲି ଯାଇଥିଲେ। ସେ ସମୟରେ ଜାମ୍ବବାନ ତାକୁ ମନେ ପକାଇ ଦେଇଥିଲେ ଯେ ତମେ ହେଉଛ ସିଏ ଯିଏ ତମ ଛୋଟ ସମୟ ବେଳେ ଫଳ ଭାବିକିରି ସୂର୍ଯ୍ୟଙ୍କୁ ଗିଳି ଦେଇଥିଲେ। ତମେ ହେଉଛ ସିଏ ଯିଏ ରାସ୍ତାରେ ଚାଲିଗଲେ ଅସୁରମାନେ ଦେଖି ଲୁଚି ଯାଆନ୍ତି। ତେଣୁ ନିଜ ଭିତରେ ଥିବା ସେ ବଳ, ନିଜ ଭିତରେ ଥିବା ସେ ଦକ୍ଷତାକୁ ତମେ ମନେ ପକାଅ। ମହାପ୍ରଭୁ ଗୋଟେ ଜୋର ଚିତ୍କାର କରିଥିଲେ, ନିଜ ଭିତରେ ଥିବା ସେ ବଳକୁ ବା ସେ ଦକ୍ଷତାକୁ ସେ ଅନୁଭବ କରିଥିଲେ ଏବଂ ଗୋଟିଏ ଲମ୍ପ ମାରି ସମୁଦ୍ରର ଆରପାରିରେ ଯାଇ ପହଞ୍ଚି ଯାଇଥିଲେ। ସେହିପରି ବେଳେବେଳେ ଆମ ଜୀବନରେ ବି ଆମ ଭିତରେ ଥିବା ଦକ୍ଷତା, ଆମ ଭିତରେ ଥିବା ବଳ, ଆମ ଭିତରେ ଥିବା ପରାକ୍ରମକୁ ଆମେ ଭୁଲିଯାଏ। ବାସ୍ ଥରେ ମନେ ପକାଇବାର ଅଛି, ଆମେ ଥିଲେ କ'ଣ, ଆଜି ଅଛେ କ'ଣ ଏବଂ ଆଗକୁ ବି ସେଇଭଳି ଭାବରେ ଆମେ ରହିବା। ଜୟ ଜଗନ୍ନାଥ।